ଗୋଟିଏ କଥା କୁହାଯାଇପାରେ ବଜେଟ୍ ସପକ୍ଷରେ କହିବାର ମୋର ଦ୍ୱିଧା ନାହିଁ ଯେ ସେ ଯେଉଁ ଆମର କାର୍ଯ୍ୟକ୍ରମ ଖର୍ଚ୍ଚ ବଜେଟ୍ର ଯୋଡ଼ିଏ ଖର୍ଚ୍ଚ ଗୋଟିଏ ହେଲା କାର୍ଯ୍ୟକ୍ରମ ଖର୍ଚ୍ଚ ଆଉ ଗୋଟିଏ ହେଲା ପ୍ରଶାସନିକ ଖର୍ଚ୍ଚ ସେ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ସାମାନ୍ୟ ଟିକେ ବୃଦ୍ଧି ହେଇଛି ଯଦି ନୂଆ ନୂଆ କାର୍ଯ୍ୟକ୍ରମ ଦିଆଯିବ ମାନେ କି ପ୍ରକାର କାର୍ଯ୍ୟକ୍ରମ ସେ ଯେକୌଣସି ରାସ୍ତା ନିର୍ମାଣ ହଉ ପୋଲ ନିର୍ମାଣ ହଉ ଘର ନିର୍ମାଣ ସ୍କୁଲ ଘର ନିର୍ମାଣ ହଉ କଲେଜ ଘର ନିର୍ମାଣ ହଉ ହସ୍ପିଟାଲ ନିର୍ମାଣ ହଉ କନଷ୍ଟ୍ରକ୍ସନ ନାଇଁ 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 ସାମାଜିକ କାର୍ଯ୍ୟକ୍ରମ ଯାହା ସ୍ୱାସ୍ଥ୍ୟ ସେବା ହଉ ଆଉ ଆମର ପାନୀୟ ଜଳ ବ୍ୟବସ୍ଥା ହଉ ଏଇ ବାବଦରେ ଯାହା ଖର୍ଚ୍ଚ ହବ ଲୋକଙ୍କ ପାଇଁ ଯେଉଁଟା ଖର୍ଚ୍ଚ ହୁଏ ସେଇଟା ହେଲା ମାନେ କାର୍ଯ୍ୟକ୍ରମ ହାତକୁ ନିଆଯାଏ ସେଇଟା ହେଲା କାର୍ଯ୍ୟ ପ୍ରୋଗ୍ରାମ ଏକ୍ସପେଣ୍ଡିଚର ଆଉ ଯେଉଁଟା ସେଥିପାଇଁ ଯେଉଁ ଦରମା ବାବଦକୁ କର୍ମଚାରୀ ନିଯୁକ୍ତି ବାବଦକୁ ଯେଉଁଟା ଦିଆଯାଏ ସେଟା ହେଲା ପ୍ରଶାସନିକ ଖର୍ଚ୍ଚ ତେଣୁ ପ୍ରଶାସନିକ ଖର୍ଚ୍ଚ ବଢ଼େଇବାରେ କିଛି ମାନେ ଲାଭ ନଥାଏ ଲାଭ ଥାଏ ଯେଉଁ ଯଦି କାର୍ଯ୍ୟକ୍ରମ ଖର୍ଚ୍ଚ ବଢ଼େ ସାମାନ୍ୟ ବୃଦ୍ଧି ହେଇଛି ତେଣୁ ଯାହା ହ୍ରାସ ହେଇନାହିଁ ଏ ଗୋଟେ କଥା କୁହାଯାଇପାରେ ଆଉ ଗୋଟିଏ ସେ ଯେଉଁ ଛୋଟିଆ ନିଷ୍ପତ୍ତି ନେଇଛନ୍ତି ଯେ ଆମେ ଯେଉଁ ବୃତ୍ତିଗତ ଟିକସ ତାକୁ ଉଚ୍ଛେଦ କରିଛନ୍ତି ବୃତ୍ତିଗତ ପ୍ରସ୍ତାବ ରହିଛି ଯେ ଯେଉଁ ପ୍ରଫେସନାଲ ଟ୍ୟାକ୍ସ ଯେଉଁଥିରେ କିଛି ବୃତ୍ତିଧାରୀ ଲୋକଙ୍କୁ ଆୟକାରୀ ଲୋକଙ୍କୁ ଟିକେ ବୋଝ ପଡ଼ୁଥିଲା ତେଣୁ ତାକୁ ହ୍ରାସ କରିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି ଭଲ ନିଷ୍ପତ୍ତି ଏବଂ ସେଥିରେ 320 କୋଟି ଟଙ୍କା ରାଜସ୍ୱ ହାନି ହେବ ବାର୍ଷିକ ବୋଲିକିରି ମୁଖ୍ୟମନ୍ତ୍ରୀ ମହୋଦୟ ତାଙ୍କ ବଜେଟ୍ ଭାଷଣରେ ମଧ୍ୟ ସୂଚନା ଦେଇଛନ୍ତି ଏହାକୁ ମୁଁ ସ୍ୱାଗତ କରୁଛି